ମୁଁ ଶ୍ରୀ ଦେବକୁମାର ସରପଞ୍ଚ ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ବାଲିଆପାଳ ବ୍ଲକ। ମୁଁ 28 ତାରିଖ ଦିନ ସମ୍ପୂର୍ଣ୍ଣ ଭାବରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳର ମେମ୍ବର ଭାବରେ ଯୋଗଦାନ କରିଥିଲି। ଆଜି ପର୍ଯ୍ୟନ୍ତ ମୁଁ ସେଇ ବିଜୁ ଜନତା ଦଳର ଜଣେ ମେମ୍ବର ଭାବରେ ନିର୍ଦ୍ଦିଷ୍ଟ ଭାବରେ ଅଛି। ଗତକାଲି ମୁଁ 17 ବର୍ଷ ଧରି କଂଗ୍ରେସ ଦଳରେ କାମ କରୁଥିଲି। ହଠାତ୍ ଯେତେବେଳେ କାଲି ବହୁ ସଦସ୍ୟ 300-400 ମାନେ ନେତୃବୃନ୍ଦ ଆସିଲେ କଂଗ୍ରେସ ଦଳର, ସେମାନେ ଯେପରି ଭାବରେ ମୋତେ ମାନେ ବାଧ୍ୟ କଲେ ବା ଯେଉଁଭଳି ଭାବରେ ତାଙ୍କ ସ୍ନେହ ମମତାରେ ବାନ୍ଧି ଦେଲେ, ଏକ ପ୍ରକାର ମୁଁ ତାଙ୍କୁ ଆଉ ଏଡ଼େଇ ନ ପାରି ମୋତେ ନେଇଗଲେ ଏବଂ ସେଠି କହିଲେ, କିନ୍ତୁ ମୁଁ କହିନାହିଁ ଯେ ବିଜୁ ଜନତା ଦଳ ମୁଁ ଛାଡ଼ି କଂଗ୍ରେସ ଦଳରେ ମିଶିଛି। ମୁଁ ବରଂ ଚାହୁଁଛି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବା ପାଇଁ ମଧ୍ୟ ରାଜି ଅଛି। ସେ ଭୁଲ କଥା କହିନଥିଲି। ସେ କାଲି ଯେଉଁ ସେ କହିଥିଲେ ଯେ ଆପଣଙ୍କର ଯେଉଁ ମିଶ୍ରଣ ହେଲା, ମୁଁ କହିଥିଲି କାହିଁକି ମିଶ୍ରଣ ହେଲା, ସରକାରଙ୍କର ସହାୟତା ଏବଂ ପ୍ରଶାସନ ଅଧିକାର ସହଯୋଗରେ ଲୋକଙ୍କର ସେବା କରିବା ମୋ ଉଦ୍ଦେଶ୍ୟ ଥିଲା। ମୁଁ ସେଠି କହିନାହିଁ ଯେ କୌଣସି ପ୍ରକାର ଅନ୍ୟ ପ୍ରେସର ପଡ଼ିଲେ ମୁଁ ଦଳ ଚେଞ୍ଜ କରିବା କଥା କହିନଥିଲି, ଅର୍ଥାତ୍ ବିଜୁ ଜନତା ଦଳକୁ ଚେଞ୍ଜ କରିବି ନାହିଁ ବୋଲି ମୁଁ କହିଥିଲି। କାରଣ ମୁଁ ବିଜୁ ଜନତା ଦଳରେ 28 ତାରିଖର ସକ୍ରିୟ ମେମ୍ବର ଭାବରେ ମୁଁ ଯୋଗଦାନ କରିଥିଲି। ମୋ ମେମ୍ବର ହେଇସାରିଛି 28 ତାରିଖରେ। କାଲି ତ ମୁଁ କଂଗ୍ରେସ ଦଳରେ ନଥିଲି, ତେଣୁ ଆଉ ଚେଞ୍ଜ କରିବି, ନହେଲେ ମୁଁ ଆଜି ଆସିଥାନ୍ତି କାହିଁକି। ତେଣୁ ଯଦି 28 ତାରିଖ କୌଣସି କଷ୍ଟ ନାହିଁ। କାଲି ବି ମୁଁ କହିନାହିଁ କଂଗ୍ରେସ ଦଳରେ ନିଶ୍ଚିତ ଯୋଗଦାନ କରିଛି ବୋଲି କହିନାହିଁ। ମୁଁ ଯେହେତୁ 28 ତାରିଖରେ ଜଏନ୍ କରିଛି ଏବଂ ସେଇ କଥା କହିଥିଲି ଯେ କୌଣସି ପ୍ରକାର ଯଦି ଆଉ କିଛି ହୁଏ କେବେ ବି ଜୀବନରେ ଆଉ ଚେଞ୍ଜ କରିବି ନାହିଁ। ଯେତେବେଳେ ବହୁତ ସଂଖ୍ୟାରେ ଆସି ମୋତେ ଆଦର୍ଶନ କଲେ ବା ବାଧ୍ୟ କରିବାରେ ମୁଁ କହିଥିଲି ଯେ ଜୀବନରେ ମୁଁ ଚେଞ୍ଜ କରି ମାନେ 28 ତାରିଖ ବିଧିବଦ୍ଧରେ ଯୋଗଦାନ କରିଛି। ଆଜି ପର୍ଯ୍ୟନ୍ତ ମୁଁ ସେଇ ଦଳର ମେମ୍ବର ଅଛି। ଅନ୍ୟ ଦିନରେ ବିଜୁ ଜନତା ଦଳକୁ ବସ୍ତା ନିର୍ବାଚନ ମଣ୍ଡଳୀ କେମିତି ବଢ଼େଇବ, ବାଲିଆପାଳ ବ୍ଲକରେ କେମିତି ଆଉ ଅଭିବୃଦ୍ଧି ଘଟିବ ବା ସଂଗଠନ ସୁଦୃଢ଼ ହେବ, ସେ ପାଇଁ ମୁଁ ନିଶ୍ଚିତ ଭାବେ କାର୍ଯ୍ୟ କରିବି। ଆଉ ଯାହା ମୋତେ ଦାୟିତ୍ୱ ଦିଆଯିବ ତା ଶୃଙ୍ଖଳା ଭାବେ କାର୍ଯ୍ୟ କରିବି। ଆଜ୍ଞା, କଂଗ୍ରେସ ଦଳରୁ ନାଇଁ ଚାପ ନଥିଲା, ଚାପ ନଥିଲା।